ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ। ସାଙ୍ଗମାନେ ଆଜି ଗୋଟେ ନୂଆ ଡିଜାଇନ ଟାଟୁ ଦେଖନ୍ତୁ। ଆମର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ଟାଟୁ ଦେଖନ୍ତୁ ଆଜି। ଆଉ ତା ସହିତ ଜଗନ୍ନାଥଙ୍କ ବିଷୟରେ କିଛି ଅଜଣା କଥା କହୁଛି ଶୁଣନ୍ତୁ। ଆଉ ଏ ଭାଇ ଏଇ ଟାଟୁଟା କରିବ ବୋଲି ବହୁତ 6 ମାସ ହେଲା କହିଲେନି ଭାଇ ଗୋଟେ ଟାଟୁ କରିବି। ଆଉ ଆଜି ତାଙ୍କୁ ସମୟ ମିଳିଲା, ଆସିଛନ୍ତି ଆଜି ଟାଟୁ କରିବାକୁ। ଆଉ ସାଙ୍ଗମାନେ ଶେଷ ପର୍ଯ୍ୟନ୍ତ ଟାଟୁଟା ଦେଖନ୍ତୁ, ଆଉ ଜଗନ୍ନାଥଙ୍କ ବିଷୟରେ କିଛି ଶୁଣନ୍ତୁ। ଆଉ ଦୟାକରି ଆମ ଚ୍ୟାନେଲକୁ ଟିକେ ସବସ୍କ୍ରାଇବ, ଆଉ ଫେସବୁକରେ ଦେଖୁଥିଲେ ଟିକେ ଫଲୋ କରିଦିଅନ୍ତୁ। ଶୁଣନ୍ତୁ ସାଙ୍ଗମାନେ, ପୁରୀ ଗଲେ ଆମେଙ୍କର ଦୁଇଟା ଆଶା ଥାଏ। ପ୍ରଥମେ ଜଗନ୍ନାଥଙ୍କୁ ଦର୍ଶନ କରିବା, ଆଉ ଅଭଡ଼ା ଖାଇକି ଆସିବା। ସେ ଯାହା ବି ହେଉ କିନ୍ତୁ ଜଗନ୍ନାଥଙ୍କ ଅଭଡ଼ା ଖାଇବାଟା ଖାଇବା। ଆଉ ସେ ଅଭଡ଼ା ବିଷୟରେ କହୁଛି। ଅଭଡ଼ାର କେତେ ପ୍ରକାର ନାଁ ଅଛି। ଯେଉଁ ଚାଉଳ ଜଗନ୍ନାଥଙ୍କ ରୋଷେଇ ଘରେ ରହିଥାଏ ତାକୁ କ'ଣ କହନ୍ତି ଜାଣିଛନ୍ତି? ଅମୁଣିଆ ଅନ୍ନ କହନ୍ତି, ଅମୁଣିଆ ଅନ୍ନ। ଆଉ ସେଇ ଚାଉଳକୁ ରାନ୍ଧି ସାରିଲା ପରେ ତାକୁ କେବଳ ଅନ୍ନ କହନ୍ତି। ସେଇ ଅନ୍ନ ମାନେ ଅନ୍ନ। ଆଉ ଯେତେବେଳେ ରୋଷେଇ ଘରରୁ ବାହାରକୁ ଆସେ ସେତେବେଳେ ଏହା ଭୈରବୀ ଚକ୍ର ରହେ, ତାକୁ ଭୋଗ କୁହନ୍ତି। ଯେବେ ଭୋଗ 3 ଠାକୁରଙ୍କ ପାଖରେ ଲାଗେ ସେତେବେଳେ ତାକୁ ନୈବେଦ୍ୟ କହନ୍ତି। ଆଉ ସେଇ ନୈବେଦ୍ୟ ବିମଳା ଠାକୁରାଣୀଙ୍କ ପାଖରେ ଯେତେବେଳେ ଲାଗେ ତାକୁ ମହାପ୍ରସାଦ କହନ୍ତି। ଆଉ ଏଇ ମହାପ୍ରସାଦ ଯେତେବେଳେ ପଞ୍ଚ ପରମେଶ୍ୱରଙ୍କ ଆଗରେ ରୁହେ ସେତେବେଳେ ଏହା କୈବଲ୍ୟ ବୋଲି କୁହାଯାଏ। ଆଉ କୈବଲ୍ୟକୁ ଯେତେବେଳେ ଭଗବାନ ମାନେ କୈବଲ୍ୟକୁ ଯେତେବେଳେ ଭକ୍ତମାନେ ଖାଆନ୍ତି ତାକୁ ଆମେ ଅଭଡ଼ା ବୋଲି କହେ। ଅଭଡ଼ାର ଯେଉଁ ଛାଡ଼ି ଯାଇଥିବ ଖାଇସାରିଲା ପରେ ତାକୁ ଶୁଖେଇକି ରଖିଲେ ତାକୁ ନିର୍ମାଲ୍ୟ କହନ୍ତି। ମାନେ ଏମିତି ଜଗନ୍ନାଥଙ୍କର ମାନେ କ'ଣ ଯେତେ କହିଲେ ବି ସରିବନି। ଆଉ ଗୋଟେ କଥା ଶୁଣନ୍ତୁ, ତ୍ରେତୟା ଯୁଗର କଥା। ଏବେ ପୁରୀରେ ଯେଉଁଠି ପ୍ରସିଦ୍ଧ ଲୋକନାଥ ମନ୍ଦିର ଅଛି, ସେତେବେଳେ ସେଇ ସ୍ଥାନ ଗୋଟେ ମାନେ ଏତେ ମନୋରମ ଜାଗା ନଥିଲା, ପୁରା ଘନ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ଥରେ ରାବଣ, ଲଙ୍କାର ରାଜା ରାବଣ ପାରିଧି କରିବାକୁ ଆସି ଏଇ ଜଙ୍ଗଲ ଭିତରେ ଶିବଲିଙ୍ଗ ଥିବା ଗୋଟେ ସ୍ଥାନକୁ ସେ ଆବିଷ୍କାର କଲା। ରାବଣ ରାକ୍ଷସ ହେଲେ କ'ଣ ହେବ? ସେ ମାନେ ବ୍ରାହ୍ମଣ ପଣ୍ଡିତ ଆଉ ସବୁଠୁ ବଡ଼ ଶିବ ଭକ୍ତ ଥିଲା। ଏଣୁ ସେ ଶିବଲିଙ୍ଗକୁ ଆବିଷ୍କାର କରିବା ପରେ ପ୍ରତ୍ୟେକ ଦିନ ବ୍ରାହ୍ମ ମୁହୂର୍ତ୍ତରେ ସେ ତା ଯେଉଁ ଥିଲା ପୁଷ୍ପକ ବିମାନରେ ବସି ଲଙ୍କାରୁ ଏଠିକି ଆସି ପହଞ୍ଚେ ଏବଂ କେବଳ କେତକୀ ଫୁଲରେ ତାଙ୍କୁ ପୂଜା କରେ ଶିବଙ୍କୁ। ତାଙ୍କ ଦୟାରୁ ଦୈନିକ ସେ ଯାହା ସାଙ୍ଗରେ ଆଣିଥାଏ ତାକୁ ସୁନା ପାଲଟାଇ ପୁଣି ସୂର୍ଯ୍ୟୋଦୟ ହେବା ମାତ୍ରେ ଲଙ୍କାକୁ ଫେରିଯାଏ। ଏଇ ଠାକୁରଙ୍କୁ ପୂଜା କରି ସୁନାର ଲଙ୍କା ସେ ତିଆରି କରିଥିଲା। କାଳେ କିଏ ଠାକୁରଙ୍କୁ ସେଠାରେ ମାନେ ଦେଖିଦେବ, ସେଥିଲାଗି ରାବଣ କ'ଣ କରେ ନା ମାଟି ତଳେ ତାକୁ ଶିବଲିଙ୍ଗକୁ ପୋତି ଦେଉଥିଲା ସବୁଦିନ। ଆଉ ଯେତେବେଳେ ରାମଚନ୍ଦ୍ର ପିତୃ ସତ୍ୟ ପାଳନ କରିବା ପାଇଁ ମା ସୀତା ଏବଂ ଲକ୍ଷ୍ମଣଙ୍କ ସହିତ ଯେତେବେଳେ ବନବାସ ହେଇକି ଆସିଲେ, ସେତେବେଳେ ରାବଣ ତା ମାୟାରେ ପଞ୍ଚବଟରୁ ସୀତାଙ୍କୁ ଚୋରେଇକି ନେଇଗଲା। ସୀତାଙ୍କୁ ଖୋଜି ଖୋଜି ରାମ ଯେତେବେଳେ ଶ୍ରୀକ୍ଷେତ୍ରରେ ପହଞ୍ଚିଲେ ବା ଶଙ୍ଖ କ୍ଷେତ୍ରରେ ପହଞ୍ଚିଲେ, ପ୍ରଭୁ ରାମଚନ୍ଦ୍ର ଶୁଣିଥିଲେ ଯେ ସୁନାର ଲଙ୍କା ଯେଉଁ ରାବଣ ଗଢ଼ିଛି ସେ ସବୁ ସୁନା ଏଠାରୁ ନେଇକି ହିଁ ସେ ସୁନାର ଲଙ୍କା ଗଢ଼ିଛି। ତେଣୁ ରାମଚନ୍ଦ୍ର ଏଠାରେ ପହଞ୍ଚିବା ମାତ୍ରେ ସେଇ ଶିବଲିଙ୍ଗକୁ ଖୋଜିଲେ, ମାତ୍ର ସେ କେବେ କେଉଁଠି ହେଲେ ବି ଖୋଜି ଖୋଜି ତାକୁ ପାଇଲେ ନାହିଁ। ହଠାତ୍ ରାମ ଲକ୍ଷ୍ମଣ ଦେଖିଲେ ନିକଟରେ ଗୋଟେ ଶବରପଲ୍ଲୀ ଅଛି। ରାମଚନ୍ଦ୍ର ଭାବିଲେ ଶବରମାନେ ନିଶ୍ଚୟ ସେଇ ଶିବଲିଙ୍ଗ ବିଷୟରେ କିଛି ଜାଣିଥିବେ। ଏକଥା ମନରେ ଭାବି ଲକ୍ଷ୍ମଣଙ୍କ ସହିତ ସେ ଶବରପଲ୍ଲୀ ଯାଇକି ପହଞ୍ଚିଲେ। ବନକୁ ଆସିଲା ବେଳେ ଶବରାଜ ଗୁହକ, ଆପଣ ଜାଣିଥିବେ, ରାଜାଙ୍କ ସହିତ ମିତ୍ର ବସିଥିଲେ ବୋଲି ଶବରମାନେ ପୂର୍ବରୁ ଜାଣିଥିଲେ। ତେଣୁ ସେମାନେ ଯେତେବେଳେ ରାମ ଲକ୍ଷ୍ମଣଙ୍କୁ ପରିଚୟ ପାଇଲେ ସେମାନଙ୍କୁ ଅତିଥି ରୂପେ ଗ୍ରହଣ କରି ଅତ୍ୟନ୍ତ ଖୁସିରେ ଉଛୁଳି ଉଠିଲେ। ତାପରେ ରାତି ହେଲା। ଶବରମାନେ ଯେତେବେଳେ ଭୋଜନ କରିବା ଲାଗି ରାମ ଲକ୍ଷ୍ମଣଙ୍କୁ ଡାକିଲେ, ରାମଚନ୍ଦ୍ର କହିଲେ, ଦେଖନ୍ତୁ, ଶିବଲିଙ୍ଗ ପୂଜା ନକରି ମୁଁ କେବେ ବି ଅନ୍ନ ସ୍ପର୍ଶ କରେ ନାହିଁ। ଏଠାରେ ଯଦି କେଉଁଠି ଶିବଲିଙ୍ଗ ଥାଏ ତେବେ ମୋତେ କୁହନ୍ତୁ, ମୁଁ ଶିବ ଉପାସନା କରେ, ତାପରେ ଯାଇକି ଖାଦ୍ୟ ଗ୍ରହଣ କରେ।
ରାମଚନ୍ଦ୍ରଙ୍କ କଥା ଶୁଣି ଶବରଙ୍କ ମୁଖିଆ ଯିଏ କହିଲେ, ପ୍ରଭୁ ଶିବଲିଙ୍ଗ ତ କେଉଁଠି ଅଛି ଆମେ ତ ଜାଣୁନା, ତେବେ ଦୈନିକ ବ୍ରାହ୍ମ ମୁହୂର୍ତ୍ତରେ ଲଙ୍କା ରାବଣ ଯେଉଁଠି ପୂଜା କରେ ସେହି ସ୍ଥାନରେ ଆମେ ଆପଣଙ୍କୁ ଦେଖାଇଦେବୁ। ତାପରେ ସେଠି ଯାଇ ରାମ ଲକ୍ଷ୍ମଣ ବହୁତ ଖୋଜାଖୋଜି କଲେ, କିନ୍ତୁ ଶିବଲିଙ୍ଗ ପାଇଲେ ନାହିଁ। ଏଣେ ଶବରମାନଙ୍କ ଭିତରେ ଭାଳନ ପଡ଼ିଲା, ଶିବ ପୂଜା ନ କଲେ ପ୍ରଭୁ କେମିତି ଖାଇବେ। ଶେଷରେ ଶବରମାନଙ୍କ ମୁଖିଆ ଯେ ସେ ରାମଚନ୍ଦ୍ରକୁ ଏଇ କଥା କହିଲେ ଯେ, ପ୍ରଭୁ ଏଇ ଯେଉଁ ଲାଉ ଦେଖୁଛନ୍ତି ସେଇ ଲାଉକୁ ଆମେ ପୂଜା କରୁ, ଗୋଟେ ଶିବଲିଙ୍ଗ ନ ମିଳିବାରୁ ଆମେ ଡେଲି ଏଇ ଲାଉକୁ ପୂଜା କରୁ, ତେଣୁ ଆପଣ ଏହାକୁ ପୂଜା କରନ୍ତୁ। ରାମ ହେଠୁ ବହୁତ ଖୋଜାଖୋଜି ପରେ ଯେତେବେଳେ କିଛି ନ ପାଇଲେ ତାପରେ ସେଇ ଲାଉକୁ ପୂଜା କଲେ। ସେଦିନଠୁ ତା ନାଁ ଲାଉକେଶ୍ୱର ହେଲା। ତାପରେ କିଛି ବର୍ଷ ପରେ ସେଇଟା ଅପଭ୍ରଂଶ ହେଇକି ତା ନାଁ ଶ୍ରୀଲୋକନାଥ ହେଲା। ଏମିତି ପୁରୀର ମହିମା ବହୁତ, ସାଙ୍ଗମାନେ ଯେତେ ଶୁଣୁଥିବ ସରିବନି। ଆଉ ଟାଟୁଟା କେମିତି ହେଇଛି ସାଙ୍ଗମାନେ କମେଣ୍ଟ ବକ୍ସରେ ପ୍ଲିଜ୍ ଦୟାକରିକି ଲେଖିବେ। ଜୟ ଜଗନ୍ନାଥ। ସାଙ୍ଗମାନେ ଭଲ ହେଇଛି ନା ଟାଟୁଟା? ଆପଣଙ୍କୁ ପସନ୍ଦ ହେଉଛି? ନିଶ୍ଚୟ ପସନ୍ଦ ହେବ, କାରଣ ଆମେ ହେଉଛେ ଓଡ଼ିଆ, ଆମର ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୁ ଜଗନ୍ନାଥ।